ओम श्री श्री रामकृष्णाय नमः। प्रभु श्री श्री रामकृष्ण परमहंसकर स्मरण पूर्वक आजिकार वक्तव्य आम साधना पाद 49 नंबर सूत्र व्याख्या करने को जाऊँ। महर्षि पतंजलि योग विज्ञान उपरे जहाँ अत्यंत महत्वपूर्ण एवं रहस्यमय गतथर ताको प्रारंभ करिछु। आज पुनश्च से संबंध आलोचना करवा। तस्मिन् सति श्वास प्रश्वास योग विच्छेद प्राणायाम। ये जगह महर्षि पतंजलि प्राणायाम संबंध किछि तत्व तांकर प्रशिक्षण कार्यक्रम आमको प्रदान करने चेष्टा करुछन्ति। संसार रे प्राणायाम गोटे एभली साधना पद्धति जहाँ ये संसार समस्त प्रकार आध्यात्मिक साधना पद्धतिर सरलीकरण निष्कर्ष, अर्थात आम अन्य समस्त प्रकार साधना पद्धति को जदि सम्मिलित करवा एवं तार रहस्य को जिते बेले देखिबा ताहेले ता प्राणायाम व्यतिरिक्त अन्य किछि नुहे। प्राण ही गोटे भौतिक जीवन को आध्यात्मिक जीवन रे रूपांतरित करिଥାଏ। प्राण ही अणु को परमाणु रूप में रूपांतरित करिଥାଏ। ये संसार रे प्राणायाम साधना एभली एक साधना जार आध्यात्मिक रूप अत्यंत मंगलमय एवं कल्याणकारी। मनुष्य जिते बेले प्राण तत्पर भाई प्राणायाम विज्ञान रहस्य जानी नथिला, से विभिन्न प्रकार कल्पित उपाय अवलंबन करुला। से निजर शरीर को विभिन्न रूप रंग बेरंग करुला, विभिन्न प्रकार कष्ट देउथिला, विभिन्न प्रकार काल्पनिक देवा देवी निर्माण करुला एवं विभिन्न प्रकार खाद्य वस्त्र एवं विभिन्न उपकरण दे ताको संतुष्ट करने चेष्टा करुला। एभली कार्यक्रम अनेक दिन चली मध्य चलुचे। कहीं मनुष्य समाज रे जहाँ गोटे पद्धति प्रचलित हुए ताहा अनेक दिन पर्यंत रही जाए। ये संसार रे आध्यात्मिक विज्ञान शिक्षा एवं साधनार अभाव हेतु मनुष्य पूर्व व्याख्या शुणीचु जे बाध्य हुए से सामाजिक सांप्रदायिक कार्यक्रम रे लिप्त हो जाए एवं ताहाको भावे या ही ईश्वर लाभर रास्ता बा पद्धति बा विज्ञान प्रकृत से सब नुहे। विज्ञान एक एवं सार्वभौम तत्व पर आधारित। कौन से घटना बोली उपरे बा कौन से व्यक्तिगत जीवन उपरे यह कदापि विज्ञान कौन से काल रे आधारित न था। ताहा योग विज्ञान अर्थात सार्वभौम नित्य व्यवहृत बा क्रियात्मक शक्ति थिबा नियम गुड़िक जहाँ आम प्राचीन काल रे मुनि ऋषि माने अनेक गवेषणा पर लाभ करते, जहाँ को महर्षि पतंजलि योग विज्ञान बा योग सूत्र नाम रे रचना करिसंती। जहाँ हूँ वर्तमान रो विषय एवं वर्तमान रो शिक्षा आमे ताहा उपरे ही गुरुत्व दऊँ एवं ताहा ही आमे भावूँ
ମଣିଷକୁ ଯଥାର୍ଥ ଲକ୍ଷ୍ୟ ବା ଆଦର୍ଶରେ ପହଞ୍ଚାଇବାର ସାମର୍ଥ୍ୟ ତାର ଅଛି। ଆମେ ଜାଣୁ କୌଣସି ସମ୍ପ୍ରଦାୟ ରୂପକ କୂପ ମଧ୍ୟରେ ମଣିଷ ନିକ୍ଷେପିତ ହେଲେ ଆଉ ଉଠିପାରେ ନାହିଁ ଏବଂ ପ୍ରତ୍ୟେକ ସମ୍ପ୍ରଦାୟର ଉଦ୍ଦିଷ୍ଟ ଥାଏ କୂପ ମଧ୍ୟକୁ ଅନେକ ଲୋକକୁ ଟାଣି ତା ମଧ୍ୟରେ ତାଙ୍କୁ ରଖିବା ଏବଂ ଏହି ପ୍ରକ୍ରିୟା ଅନେକ ଦିନରୁ ଚାଲି ଆସିଛି ଯେ ଆଧ୍ୟାତ୍ମିକ ନାଁରେ ଅନେକ ଲୋକକୁ ସମ୍ମୋହିତ କରି ଗୋଟିଏ ସାମ୍ପ୍ରଦାୟିକ ନାମକ କୂପ ମଧ୍ୟରେ ନିକ୍ଷେପିତ କଲେ ସେମାନେ ଭାବନ୍ତି ଆମେ ବହୁତ ବ୍ୟକ୍ତି ଅଛୁ ଏବଂ ଜଗତର କଲ୍ୟାଣ କରିବାର ଶକ୍ତି ଆମର ଅଛି। ପ୍ରକୃତରେ ତାହା ନୁହେଁ। କୌଣସି ସାମ୍ପ୍ରଦାୟିକ ନିୟମକୁ ଶାଶ୍ୱତ ନିୟମର ଅନ୍ତର୍ଗତ ହୋଇନପାରେ। କାହିଁକି ଶାଶ୍ୱତ ନିୟମ ସେ ଦେଶ କାଳ ବ୍ୟକ୍ତିର ଅଧୀନରେ ରହେ ନାହିଁ। ଏ ସଂସାର ସଦାସର୍ବଦା ମଣିଷକୁ ସ୍ୱାଧୀନତା ପ୍ରଦାନ କରେ। ବାଧ୍ୟ ବଳାତ୍କାର କାହାରି ଉପରେ କରିନଥାଏ। ଆମେ ଆଧ୍ୟାତ୍ମିକ ଜୀବନ ଲାଭ କରିବାକୁ ହେଲେ ଆମ ଶରୀର ମଧ୍ୟରେ ଏକ ବିଘଟନର ଆବଶ୍ୟକତା ପଡ଼େ। ତାହାକୁ ଗୁଣର ପରିଣାମ ବୋଲି କହୁ। ତାହା କେବଳ ପ୍ରାଣାୟାମ ସାଧନା ମାଧ୍ୟମରେ ହୁଏ। ଅର୍ଥାତ୍ ଆମ ବାହ୍ୟ ଜଗତରେ ଥିବା ବାୟୁମଣ୍ଡଳର ପବନକୁ ଆମର କୋଷ୍ଠ ମଧ୍ୟକୁ ଗ୍ୟାସରେ ଆଣିବା ଏବଂ ତାହା ମଧ୍ୟରେ କିଛି ସମୟ ରଖିବା ଏବଂ ତାହାକୁ ଅନାବଶ୍ୟକ ବାୟୁକୁ ଫିଙ୍ଗି ଆବଶ୍ୟକତାକୁ ବ୍ୟବହାର କରିବା ହେଉଛି ପ୍ରାଣାୟାମ। ଅର୍ଥାତ୍ ଯେଉଁ ଶ୍ୱାସକ୍ରିୟା କରୁ ତାକୁ ଅଜ୍ଞାସାରରେ କରୁଥିଲା, କିନ୍ତୁ ତାକୁ କିଛି ସମୟ ପାଇଁ ଯଦି ଜ୍ଞାତ ସାରରେ କରାଯାଏ ତାହା ମହତ୍ ଫଳ ଦିଏ। ଆମ ଶରୀରର ରକ୍ତକୁ ବିଶୁଦ୍ଧ କରେ। ଆମ ଶରୀର ମଧ୍ୟରେ ଜୀବନ ଶକ୍ତିର ପ୍ରାବଲ୍ୟ ବଢ଼ାଇଥାଏ। ଆମର ଶରୀରର ସୂକ୍ଷ୍ମ ସ୍ନାୟୁକୁ କ୍ରିୟାତ୍ମକ ରୂପ ଦେଇଥାଏ ଏବଂ ଆମ ଶରୀରର ସୂକ୍ଷ୍ମ ସ୍ନାୟୁ ଗୁଡ଼ିକ କ୍ରିୟାତ୍ମକ ରୂପ ଧାରଣ କଲେ ସେ ଅତୀନ୍ଦ୍ରିୟ ଜଗତର ସମସ୍ତ ତତ୍ତ୍ୱକୁ ଆହରଣ କରିବାର ସାମର୍ଥ୍ୟ ଲାଭ କରେ। ତେଣୁ ଆମର ପ୍ରାଚୀନ କାଳର ମୁନି ଋଷିମାନେ ନିଜର ସୂକ୍ଷ୍ମ ସ୍ନାୟୁର ସାମର୍ଥ୍ୟ ବଳରେ ଅସମ୍ଭବକୁ ସମ୍ଭବ କରିପାରୁଥିଲେ ଏବଂ ଦୁର୍ଲଭରୁ ଦୁର୍ଲଭତର ବିଷୟର ନିଜ ହସ୍ତଗତ କରିପାରିଥିଲେ। ଏଭଳି ତାଙ୍କର ଶକ୍ତି ସାମର୍ଥ୍ୟ ଥିଲା ଯାହା ଏ ଭୌତିକ ଜଗତରେ କାହାରି ପାଖରେ ନାହିଁ। ସେମାନେ ଅତ୍ୟନ୍ତ ସରଳ ଶାନ୍ତ ଥିଲେ ମଧ୍ୟ ତାଙ୍କର ଅନ୍ତର୍ନିହିତ ଦିବ୍ୟ ଶକ୍ତି ଅସାଧାରଣ ଥିଲା, ଯାହାକୁ ସେମାନେ କାହାରି ସ୍ୱାର୍ଥରେ ବ୍ୟବହାର କରୁନଥିଲେ, ଏପରିକି ନିଜର ସ୍ୱାର୍ଥରେ ମଧ୍ୟ ବ୍ୟବହାର କରୁନଥିଲେ। ସେମାନେ ଜଗତର କଲ୍ୟାଣ ଲାଗି ମଙ୍ଗଳ ଲାଗି ନିଜର ଅନ୍ତର୍ନିହିତ ଶକ୍ତିର ବା ଆଧ୍ୟାତ୍ମିକ ଚେତନାର ସଦାସର୍ବଦା ବ୍ୟବହାର କରୁଥିଲେ। ମଣିଷ ଯେତେବେଳେ ଈଶ୍ୱରତ୍ଵ ଲାଭ କରେ ସେ ନିଜର ସ୍ୱାର୍ଥକୁ ସମ୍ପୂର୍ଣ୍ଣ ରୂପେ ଭୁଲିଯାଏ ଏବଂ ସେ ସଦାସର୍ବଦା ପ୍ରତ୍ୟେକ କଥା, ପ୍ରତ୍ୟେକ ଚିନ୍ତା, ପ୍ରତ୍ୟେକ ଭାବ ତାର ଅନ୍ତର୍ନିହିତ ଐଶ୍ୱରିକ ଚେତନା ହିଁ ଉପାଦାନ ହୋଇଥାଏ। ଫଳରେ ତାହା ଅତ୍ୟନ୍ତ କଲ୍ୟାଣକାରୀ ହୋଇଥାଏ। ଯଦିଓ ଭୌତିକ ବ୍ୟକ୍ତିମାନେ ତାକୁ ବୁଝିପାରନ୍ତି ନାହିଁ, ଜାଣିପାରନ୍ତି ନାହିଁ, ତାଠାରୁ ଦୂରେଇ ଯାଆନ୍ତି, ତଥାପି ସେ ବ୍ୟକ୍ତି ହିଁ ଯଥାର୍ଥରେ ଈଶ୍ୱରତ୍ଵ ଲାଭ କରିଥିବା ଏକ ବା ସକ୍ଷମତା ଲାଭ କରିଥିବା ବା ନିଜର ଜୀବନକୁ ସ୍ୱାର୍ଥ କରିଥିବା ବ୍ୟକ୍ତି ବିଶେଷ। ଆମେ ବାହ୍ୟ ଜଗତରେ ଯେଉଁ ବ୍ୟକ୍ତିମାନଙ୍କୁ ଦେଖୁ ଭୌତିକ ଉନ୍ନତି କରିଥିବା ଏବଂ ବିଭିନ୍ନ ଯାନବାହନରେ ଦୌଡ଼ୁଥିବା ବ୍ୟକ୍ତିକୁ ଆମେ ଭାବୁ ବହୁତ ଉନ୍ନତି କରିଛି। ପ୍ରକୃତରେ ତାହା ଉନ୍ନତି ନୁହେଁ।
ନିଜ ଶରୀର ମଧ୍ୟରେ ଆମର କୋଟି କୋଟି ସଂଖ୍ୟାରେ ସୂକ୍ଷ୍ମ ସ୍ନାୟୁ ଅଛି ଏବଂ ପ୍ରତ୍ୟେକ ସ୍ନାୟୁ ଗୁଡ଼ିକ ଅତ୍ୟନ୍ତ ବିଲକ୍ଷଣ ସମ୍ପନ୍ନ ଏବଂ ସେମାନେ ଦିବ୍ୟ ପ୍ରତିଭା, ଦିବ୍ୟ ଜ୍ଞାନ, ଦିବ୍ୟ ତେଜ, ଦିବ୍ୟ ଶକ୍ତି ଏବଂ ସକଳ ପ୍ରକାର ଦିବ୍ୟ ଗୁଣର ଅଧିକାରୀ ହେବା ପାଇଁ ସାମର୍ଥ୍ୟ ପ୍ରଦାନ କରନ୍ତି, ଯାହାକୁ ଆମେ କ୍ରିୟାତ୍ମକ ରୂପ ଦେଇ ନପାରି ଆଜି ଏଭଳି ହୀନ, ଦୁର୍ବଳ ଏବଂ ଅସ୍ଥିର ଭୟାତୁର ଅବସ୍ଥାରେ ପଡ଼ିଛୁ। ମଣିଷ ଜୀବନ ସାଧାରଣ ଜୀବନ ନୁହେଁ। ଏଠାରେ ଶିକ୍ଷା ପାଇଁ ଯଥେଷ୍ଟ ସୁବିଧା ଅଛି, ସାଧନା ପାଇଁ ଯଥେଷ୍ଟ ସୁବିଧା ଅଛି। ଆମର ଏ ଶରୀର ସେଥିପାଇଁ ଉଦ୍ଦିଷ୍ଟ, ମଜା ମଜଲିସ ପାଇଁ ଉଦ୍ଦିଷ୍ଟ ବୋଲି ଆମେ ଭାବିଦେଉ। ପ୍ରକୃତିରେ ବାସ ଭୌତିକ ସମ୍ମାନ ଲାଭ ପାଇଁ ଉଦ୍ଦିଷ୍ଟ ବୋଲି ଭାବିଦେଉ, କିନ୍ତୁ ଏଠାରେ କୌଣସି ଭୌତିକ ବ୍ୟକ୍ତି ଯଥାର୍ଥ ସମ୍ମାନର ଅଧିକାରୀ ନୁହନ୍ତି, କାରଣ ସେମାନେ ଅହଂ ଉପରେ ପ୍ରତିଷ୍ଠିତ। ଅହଂ ଏଭଳି ଏକ ଚେତନା ଯାହା ପ୍ରତିଫଳିତ ଚେତନା, ଅର୍ଥାତ୍ ଆମ ଦିବ୍ୟ ଚେତନାର ଏକ ପ୍ରତିଫଳନ ମାତ୍ର। ଦିବ୍ୟ ଚେତନା ସଦାସର୍ବଦା ସେ ସର୍ବବ୍ୟାପକ ସ୍ତରରେ ଥାଏ ଏବଂ ତାର ଆଂଶିକ ପ୍ରକାଶକୁ ଆମେ ଆଭାସ ଚେତନା କହୁ। ତାହା ଜାଗ୍ରତ ଅବସ୍ଥାରେ ଏହି ଚେତନା ଜୀବାତ୍ମା ଠାରେ ଦେଖାଯାଏ। ନିଦ୍ରା ଅବସ୍ଥାରେ ସେହି ଚେତନା ସୁପ୍ତ ରହେ ଏବଂ ସମାଧି ଅବସ୍ଥାରେ ମଧ୍ୟ ଏହି ଚେତନା ସମ୍ପୂର୍ଣ୍ଣ ରୂପେ ସୁପ୍ତ ରହେ ଏବଂ ସମାଧି ଅବସ୍ଥାରେ ଆମର ଯଥାର୍ଥ ଐଶ୍ୱରିକ ଚେତନା କ୍ରିୟାତ୍ମକ ରୂପ ଧାରଣ କରିଥାଏ, ଯାହା ଅତ୍ୟନ୍ତ ସୁନ୍ଦର, ଶୃଙ୍ଖଳିତ ଏବଂ ଜଗତର କଲ୍ୟାଣକାରୀ। ଆମ ପ୍ରାଚୀନ କାଳରେ ପୁରାଣ ପୁସ୍ତକରେ, ମାଇଥୋଲୋଜିରେ, ଗପରେ, କାହାଣୀରେ ଯେଉଁ ଆଧ୍ୟାତ୍ମିକ ନାମରେ ଗପ ବା ମାଇଥୋଲୋଜିକାଲ ଫ୍ୟାକ୍ଟ ଗୁଡ଼ିକ ଦେଖୁ, ତାହା ସମ୍ପୂର୍ଣ୍ଣ ରୂପେ ଅସତ୍ୟ ନହେଲେ ମଧ୍ୟ ତାହା ଏହା ଦେଖାଇ ଦିଏ ଯେ ଆମ ଶରୀର ମଧ୍ୟରେ ଅହଂ ନାମକ ଏକ ନକାରାତ୍ମକ ଶକ୍ତି ଅଛି, ଯାହାକୁ ରାକ୍ଷସ ବୋଲି କୁହାଯାଏ। ତାହାକୁ ଆମେ ଯଥାର୍ଥ ଶିକ୍ଷା ଏବଂ ସାଧନା ରୂପକ ସଂଗ୍ରାମରେ ଜିତିବାକୁ ପଡ଼େ ଏବଂ ଏହି ପ୍ରଚେଷ୍ଟାଶୀଳ ବ୍ୟକ୍ତିତ୍ୱକୁ ଆମେ ରାମ କହୁ। ଯେଭଳି ରାମାୟଣରେ ପ୍ରଭୁ ରାମ ଆମର ସ୍ୱୟଂ ରାମ ଅର୍ଥାତ୍ ପ୍ରଚେଷ୍ଟାଶୀଳ ବ୍ୟକ୍ତି ବିଶେଷ, ସେ ଅହଂ ରୂପୀ ନିଜର ଶରୀରରେ ଥିବା ନକାରାତ୍ମକ ଚେତନାକୁ ସମ୍ପୂର୍ଣ୍ଣ ରୂପେ ପ୍ରଶମିତ କରିଛନ୍ତି। ମହାଭାରତରେ ସେଭଳି କୌରବ ମାନେ ନକାରାତ୍ମକ ଶକ୍ତି ଏବଂ ପାଣ୍ଡବମାନେ ସକାରାତ୍ମକ ଶକ୍ତି ମଧ୍ୟରେ ସଂଗ୍ରାମ ଚାଲିଛି ଏବଂ ଭଗବାନ ଶ୍ରୀକୃଷ୍ଣ ସକାରାତ୍ମକ ଶକ୍ତିର ସହାୟତା କରି ନକାରାତ୍ମକ ଶକ୍ତିକୁ ସମ୍ପୂର୍ଣ୍ଣ ରୂପେ ପ୍ରଶମିତ କରିଛନ୍ତି। ଆମେ ଯେତେବେଳେ ଆଧ୍ୟାତ୍ମିକ ଶିକ୍ଷା ସାଧନାର କଥା ପଢ଼େ, ସାଙ୍ଗେ ସାଙ୍ଗେ ଆମର ଅନ୍ତର୍ନିହିତ ନକାରାତ୍ମକ ଶକ୍ତି ବୋଲି, ମୁଁ ଅତ୍ୟନ୍ତ ଶିକ୍ଷିତ, ମୋତେ କିଏ ପାଠ ପଢ଼ାଇବ, ମୁଁ ଅତ୍ୟନ୍ତ ବୁଦ୍ଧିମାନ, ମୋତେ କ'ଣ ବୁଦ୍ଧି ଦେଖାଇବ, ମୁଁ ସମସ୍ତଙ୍କୁ ପରିଚାଳିତ କରିବି। ଏହା ହେଉଛି ରାକ୍ଷସ ରାବଣ। ଏହା ହିଁ ହେଉଛି ସେଇ କୌରବର ଗର୍ବୀ ଆମ କୌରବରେ ଅଛି ଆମ ଦୁର୍ଯ୍ୟୋଧନ। ଶବ୍ଦରେ ଦୁର୍ଯ୍ୟୋଧନ, ଏ ଜାଗାରେ ଦୁର୍ଯ୍ୟୋଧନ ଅର୍ଥାତ୍ ନକାରାତ୍ମକ ଶକ୍ତିକୁ ବୁଝାଏ। ଏହା ଆମ ଶରୀର ମଧ୍ୟରେ ବ୍ୟାପ୍ତ, ସ୍ଥୂଳ ସ୍ନାୟୁ ମଧ୍ୟରେ ତାହା ଗତିଶୀଳ, କିନ୍ତୁ ତାର ଅନ୍ତରାଳରେ ଅଛି ଆମ
ସୂକ୍ଷ୍ମ ସ୍ନାୟୁ ଗୁଡ଼ିକ ଯାହା ଅତ୍ୟନ୍ତ କଲ୍ୟାଣକାରୀ, ତାହାକୁ ଆମେ କ୍ରିୟାତ୍ମକ ଶକ୍ତି ଦେବାର ଚିନ୍ତା ଏବଂ ଚେଷ୍ଟା ନ କରିବା ହେଉଛି ମୂର୍ଖତା। ଏ ଶରୀର, ଏ ଜନ୍ମ ମହତ୍ ଉଦ୍ଦେଶ୍ୟରେ ଆମର ପିତାମାତା ଆମକୁ ଦେଇଛନ୍ତି, କେବଳ ବଞ୍ଚିବା ପାଇଁ ନୁହେଁ, କିନ୍ତୁ ବଞ୍ଚିବା ସଙ୍ଗେ ସଙ୍ଗେ ଏହି ବିଭିନ୍ନ ପ୍ରକାର ସାଧନା କରି ନିଜର ଉଦ୍ଦେଶ୍ୟ, ନିଜର ଲକ୍ଷ୍ୟ, ନିଜର ଆଦର୍ଶ ହେଉଛନ୍ତି ଈଶ୍ୱର, ତାଙ୍କ ପାଖକୁ ପହଞ୍ଚିଯିବା ପାଇଁ ବା ତାଙ୍କୁ ପାଇଯିବା ପାଇଁ। ପ୍ରଭୁ ଶ୍ରୀ ଶ୍ରୀ ରାମକୃଷ୍ଣ କହୁଥାନ୍ତି, ସଦାସର୍ବା କହୁଛନ୍ତି, ତାଙ୍କୁ ଦେଖି ହୁଏ, ଜାଣି ହୁଏ ଏବଂ ପାଇ ହୁଏ। ସେ କାଳ୍ପନିକ ବିଷୟ ନୁହନ୍ତି ବା ଭୌତିକ ବିଷୟ ନୁହନ୍ତି, ସେ ହେଉଛନ୍ତି ପ୍ରତ୍ୟକ୍ଷରୁ ପ୍ରତ୍ୟକ୍ଷତର ଏଭଳି ମହାପୁରୁଷ, ଯେ କି ପୌରାଣିକ ନୁହନ୍ତି, ସମ୍ପୂର୍ଣ୍ଣ ରୂପେ ଐତିହାସିକ, ଏବଂ ଯେ ଆପ୍ତପୁରୁଷ, ସେ କଦାପି ମିଥ୍ୟା କହନ୍ତି ନାହିଁ। ସେ ଯେତେବେଳେ କହୁଛନ୍ତି ମୁଁ ଈଶ୍ୱରଙ୍କୁ ଦେଖିଛି, ପାଇଛି, ତୁମେମାନେ କାହିଁକି ଦେଖିପାରିବ ନାହିଁ, ପାଇପାରିବ ନାହିଁ? ଖାଲି ଶ୍ରଦ୍ଧା ଏବଂ ପ୍ରେମ ଏବଂ ସମର୍ପଣ ଭାବ ଥିଲେ ସବୁ ମିଳେ। ଆଜିକାର ବ୍ୟାଖ୍ୟାରେ ମୁଁ ଏତିକି କହି ରହୁଛି। ଓଁ ଶ୍ରୀ ଶ୍ରୀ ରାମକୃଷ୍ଣାୟ ଇତି।